छेड़ी चोरा काम नुह आज पत्र तोड़ी जाऊँ घर जग ये सब ना खाइबे खेलिए आम निजर स्वास्थ्य प्रति आम निजे यत्नवान हवा सहित आमर पिला जय जगन्नाथ सांग माने नमस्कार जणे कि आउ एक नुआ वीडियो को स्वागत करचु आशा करचु आपण माने बहुत भलरे खुशी रे थिबे आमे भी बहुत भलरे खुशी रे अछु तो आपण माने तो जानिथिबा हम घर रे असुविधा हेइथिला बोली कि आमे एते दिन लॉन्ग वीडियो आनी पार नथिनु नै तो एबेटू चेष्टा करी मु लॉन्ग वीडियो आनिबा पई तो बर्तमान सांग माने गाधा बड़ा काम सारी करी खाइते बसिचे आ आजिर तरकारी तो नाही दड़ा दड़ी रे आमे खाइ दउछ आज आलू आउ सारू दड़ा तो खाई सारिकी आज कम को जीवा ना जेहेतु आगे आसमर सुध घर तो से किसी मार्केटिंग करार अच्छी तो मार्केट जा बोली भावुँ तो खाई सारा पर रेडी होकर बाहर तो बर्तमान सांग मैंने दल गड़ी गला बर्तमान हाट जावा बोलिक रेडी हवा आमर गाँव में गोटे पाला बाला आसी कि पाला आसी मत जानी ना चलो देखा जाकि एक्चुअली पाला बाला ना कि प्रचार बाला देखा एक्चुअली कौन पाला हो आसो प्रभु कृपा करो हरे 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 देना बांध जाए भिन्न भिन्न लोक पंचदेव रखे सुंदर कथा मानो रही रखे सुंदर कथा मानो किशोर केसरी सचो किशोर केसरी सचो किशोर केसरी सचो किशोर केसरी सचो सुनो मोहन रखे सुंदर स्वास्थ्य कर्मी है जरिया किशोर केशरी किशोर केशरी क्या कहवा 10 ରୁ 19 खाइबा खेलिबा पढ़िबा ओ चढ़ी पिछना हाय माता दस ରୁ 19 वर्ष छुआ को आम किशोर केशरी बोली कहवा काम हला खाइबा खेलिबा पढ़िबा माने मौसा माने चिंताधारा करूँ छुआ को आम कम दबा ना जी अधिकांश कहते कि आज छेड़ी चोरी पड़ा कि छेड़ी चोरा काम नुह आज पत्र तोड़ी जाऊँ घर जग ये सब ना खाइबे खेलिए अच्छा तापर ये देखु खाइबा बाप माँ जो भल जिनिस जहाँ पाइबे कोई मो छुआ खाइबे चिंताधारा करी माछ मांस भेंडी बैगन भेंडे
से मोरे सुजना ଶାଗ ଖରଡ଼ା सुजना ମାନେ ଶୁଣିଲେ ତ झियो ଆଉ କଣ ଦଉଛନ୍ତି टीका देइछु ଏ କିଶୋର କେଶରୀ मनक पाइलो टीका पाइला टीका ସ୍ୱାସ୍ଥ୍ୟ କର୍ମୀ ଜରି ଆଏ ତାହା କୋଲେ बसा कले बसा भला रे ତାହା कले बसा କୋଲେରେ ଅସମ भला रे कले बसा ସ୍ୱାସ୍ଥ୍ୟ କର୍ମୀ ହେଲା ଆଶା ଦିଦି ତାଙ୍କରି ଜରିଆରେ ସ୍କୁଲ ଗଳିଆ ଯାଉଛି ବଟିକା ଅଙ୍ଗନବାଡି କେନ୍ଦ୍ରକୁ ଯାଉଛି ବଟିକା ବଟିକାଟା ଖାଇକି କହିବି ମୁଁ ମା ମାନେ ଚିନ୍ତାଧାରା କରନ୍ତୁ ଛୁଆ ମାନେ ବି ମଧ୍ୟ ଚିନ୍ତା କର ଆମେ ସାର ବିଷୟରେ ଚଳିଲେ ଯୋଉ ଖାଦ୍ୟ ଖାଇଲେ ସେ ଖାଦ୍ୟ କୋଉଟା କଣ ଯାହାକି ଭିଟାମିନ ଯୁକ୍ତ ଖାଦ୍ୟ ନୁହଁ ସାଙ୍ଗମାନେ ଫାଇନାଲି ଆମର ପାଲା ଦେଖା ଆଉ କରା ବି ସରିଗଲା ତ ଆମର ଏଠି ଯେତିକି ଜଣ ବି ଗାଁ ଲୋକମାନେ ଆସିଥିଲେ ଏଥିରେ ବୁଝିବା ଆକ୍ଚୁଆଲି ତାଙ୍କୁ କେମିତି କ'ଣ ଲାଗିଲା ଭାଇ କେମିତି ଲାଗିଲା ପାଲା ପାଲାଟା ବହୁତ ଭଲ ଲାଗିଲା ଆଉ ସୁନ୍ଦର ବି ହେଲା ଆଉ କ'ଣ ସବୁ ଶିଖିଲ ଆମେ ଶିଖିଲେ ଆମେ ଯୋଉ ସାର ଦିଆ ଜିନିଷ ଖାଉଛୁ ପଚା ମାଛ ମାଂସ ଖାଉଛୁ ବ୍ରଏଲର କୁକୁଡ଼ା ଏଇଟା ସେଟା ଖାଉଛୁ ଆନ୍ଧ୍ରା ମାଛ ଖାଉଛୁ ନିଜ ବାଡ଼ି ବଗିଚାରେ ଚାଷ କରିକିରି ଯୋଉଟା ଖାଇବା ଆମର ଦେହ ପକ୍ଷେ ବି ଭଲ ରହିବ। ପାଲା ବହୁତ ଭଲ ଲାଗିଲା ଆମେ ଯୋଉ ସାର ଦିଆ ବିଲ ବାଡ଼ି ବଗିଚାରେ ସାର ପକେଇକି ପନିପରିବା ହଉ ଧାନ ଚାଷ କରୁଛୁ ସେଗୁଡ଼ା କିନେ ଆମେ ନିଜେ ବିଷ ଗୁଡ଼ା ଖାଉଛୁ ତେଣୁକରି ଆମେ 60 ବର୍ଷରୁ ଅଧିକା ବଞ୍ଚି ପାରୁନୁ ଆଉ ଯଦି ଆମେ ନିଜେ ଘରେ ପନିପରିବା ସାର ଦେବା ନାହିଁ ଖତ ଦେଇକିରି ଜୈବିକ ଖତରେ ଆମେ ଚାଷ କରିବା ତାହେଲେ ଆମର ପରମାୟୁଟା ବଢ଼ିଯିବ 120 ବର୍ଷ ଯାଏଁ ଆମେ ବଞ୍ଚି ପାରିବା। ପାଲାରୁ ମୁଁ ଗୋଟେ ଜିନିଷ ମୁଁ ଶିଖିଲି ଏ ଯୋଉ ଆମେ ଯୋଉ ଛୁଆ ପିଲାମାନଙ୍କୁ ଆମର ଯୋଉ ଛୋଟ ଛୋଟ ପିଲା ହଉ 10ରୁ ଆମର କିଶୋରୀ ସୀମା ଅଛି 10ରୁ 19 ବର୍ଷ ନିଜେ ତ ଯାହା ଭୋଗିଛେ ଛୁଆ ପିଲାମାନଙ୍କୁ ଯେପରି ଆମେ ସେ ଦିଗକୁ ନେବା ସେହିପରି ଦିଗଦର୍ଶନ ଦେବା ପାଇଁ ଆଜି ପାଲାର ଅନୁଷ୍ଠାନ ଏ ପାଲା ଯୋଉ ଆମେ ସରକାରୀ ପାଲା ଇଏ କହିଲେ ଯୋଉ ସରକାରୀ ବିଧିବିଧାନ ଅଛି ତାକୁ ସେ ନିୟମକୁ ଆମେ ପାଳନ କରିବା ଏହିପରି ଭାବରେ ଯଦି ଆମେ ପାଳନ କଲେ ଆମେ ଆମ ନିଜର ସ୍ୱାସ୍ଥ୍ୟ ପ୍ରତି ଆମେ ନିଜେ ଯତ୍ନବାନ ହେବା ସହିତ ଆମର ପିଲାପିଲି ଛୁଆ ପିଲା ସମସ୍ତଙ୍କର ସ୍ୱାସ୍ଥ୍ୟ ପ୍ରତି ଆମେ ଆଗଭର ହେଇପାରବା କି ଯତ୍ନବାନ ହେଇପାରବା। ତ ସାଙ୍ଗମାନେ ଆମେ ହାଟ ଯାଇଥିଲୁ ତ କେତେବେଳୁ ଆସିଛୁ ଆଉ ଏପଟେ ଦେଖିପାରୁଥିବେ ଡାଲି ବସା ହେଇଛି ତ ଏଇଟା ହେଉଛି ହାଟରୁ ଆଣିଥିଲୁ ଟୁପି ଶାଗ ତ ମୋତେ ଟିକେ ଶାଗ ଖାଇବାକୁ ଭଲ ଲାଗେ ତ ସେଇଥିପାଇଁ ମୋ ପାଇଁ ଟିକେ ବଚାବଚି କରିଦେଉଛୁ ଟୁପି ଶାଗ ଆଜି ରୋଷେଇ ହେବ ଆଉ ଭିଡ଼ିଓଟା ବହୁତ ଲମ୍ବା ହେଇଯାଉଛି ଭିଡ଼ିଓଟାକୁ ଏଠି ରଖିବା ପୁଣି ଦେଖାହେବ ନୂଆ ଭିଡ଼ିଓରେ।